ପ୍ରେମ କରୁଥିବା ଦୁଇ ପ୍ରେମ ପକ୍ଷୀ ଫେରାର ହେବା ବେଳେ ଧରା ପଡ଼ିଯାଇଥିଲେ। ମୁହଁରେ ମାସ୍କ ଆଉ ହାତରେ ଖଣ୍ଡେ ବ୍ୟାଗ୍ ଧରି ପ୍ରେମିକ ସହ ଲୁଚି ଲୁଚି ଫେରାର ହେବା ବେଳେ କକା ହାତରେ ଧରା ପଡ଼ିଯାଇଥିଲା ଏହି ପ୍ରେମିକା ଜଣକ। କେହି ଚିହ୍ନି ନ ପାରିବା ପାଇଁ ମୁହଁରେ ସିନା ମାସ୍କ ଲଗାଇଥିଲା, ହେଲେ ଲୁଚି ଲୁଚି ଗାଁ ପାରି ହେଲାବେଳେ ଯେତେବେଳେ କକା ଦେଖିଦେଲା ନା, ସେତେବେଳେ ସବୁକିଛି ଯେମିତି ଶେଷ ହେଇଗଲା ଭଳିଆ ଲାଗୁଥିଲା। ଏ କାହାଣୀ ଶୁଣିଲେ ଆପଣ ବି କହିବେ, ସତରେ କ'ଣ ପ୍ରେମ ଏମିତି ବି ହେଇପାରେ? ସତରେ କ'ଣ ଜଣେ ଯୁବତୀ ତା ପ୍ରେମିକକୁ ପାଇବାକୁ ଘର ପରିବାର ସବୁ ଭୁଲି ଯାଇପାରେ? ନା ପ୍ରେମ ପାଖରେ ପରିବାର ହାରିଯାଏ ଆଉ ପ୍ରେମ ଜିତି ଯାଇପାରେ? ଥରେ ନଜର ପକାନ୍ତୁ ଏଇ ଦୃଶ୍ୟ ଉପରେ ଆଜ୍ଞା। ଯେଉଁ ଦୃଶ୍ୟ ବୟାନ କରୁଥିଲା ଏମାନଙ୍କ ଭଲ ପାଇବା ଆଗରେ ପରିବାର ଲୋକ ଯେମିତି ହାର ମାନି ଯାଇଥିଲେ। ପ୍ରେମ କରି ଫେରାର ହେଉଥିବା ପ୍ରେମୀ ଯୁଗଳ କେହି କାହାଠୁ ଦୂରେଇବାକୁ ପ୍ରସ୍ତୁତ ନଥିଲେ। ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ଉଭୟଙ୍କ ରାସ୍ତାରେ ଯିବାକୁ ଛାଡ଼ି ଦେଇଥିଲେ। ଏହି ବୟସରେ ପ୍ରେମ କରିବା ଠିକ୍, ହେଲେ ଘର ଛାଡ଼ି ଯିବା କେତେ ଦୂର ଠିକ୍ ଆଜ୍ଞା? ଏମାନଙ୍କୁ ଦେଖିଲେ ବୟସ ଏମାନଙ୍କର କେତେ ହେଇଥିବ? ଦୁନିଆକୁ ଠିକ୍ରେ ଜାଣିନଥିବା ଦୁଇଜଣ ପ୍ରେମକୁ ଏମାନେ କ'ଣ ଏତେ ଭଲ ଭାବରେ ବୁଝିଗଲେ ଯେ ଘର ପରିବାର ଏମାନଙ୍କୁ ଗନ୍ଧେଇଲା ଆଜ୍ଞା। ଆମକୁ ତ ଲାଗୁଛି ଏମାନଙ୍କର ଠିକ୍ ଭୁଲ ବୁଝିବାର ବୟସ ଏପର୍ଯ୍ୟନ୍ତ ହେଇନି ଆଜ୍ଞା। ଯେଉଁଥିପାଇଁ ଏମାନେ ପ୍ରେମ ନାଁରେ ଉଭୟଙ୍କ ଶରୀର ପ୍ରତି ଆକର୍ଷିତ ହୋଇ ସିନା ଘର ଛାଡ଼ି ଚାଲିଗଲେ, ହେଲେ କିଛି ଦିନ ପରେ ଯେତେବେଳେ ଦେହର ସେ ଭୋକ ମେଣ୍ଟିଯିବ ନା, ସେତେବେଳେ ଚିନ୍ତା କରିବେ ଭୁଲ କରିଛନ୍ତି କି ଠିକ୍ କରିଛନ୍ତି। ଆମେ କହୁନୁ ପ୍ରେମ କରିବା ଭୁଲ, ହେଲେ ପ୍ରେମର ମାନେକୁ ଠିକ୍ ଭାବରେ ନ ବୁଝି ଯେଉଁଭଳି ଭାବରେ ଏମାନେ ପରିବାରକୁ ଅସନ୍ତୁଷ୍ଟ କରି ଘର ଛାଡ଼ିଗଲେ, ସେମାନେ କ'ଣ ଶାନ୍ତିରେ ଜୀବନ କାଟିପାରିବେ ଆଜ୍ଞା? ପ୍ରେମ କରିବା ସହଜ ଆଜ୍ଞା, ପ୍ରେମ କରି ଫେରାର ହେବା ବି ଆହୁରି ସହଜ, କିନ୍ତୁ ତାପରର ପରିସ୍ଥିତିକୁ ସାମ୍ନା କରିବା ଏତେ ସହଜ ନୁହେଁ ଆଜ୍ଞା। ଏଇଭଳି ଫେରାର ହେଇଥିବା ପ୍ରେମୀ ଯୁଗଳମାନଙ୍କ ଭିତରେ କିଛି ଦିନ ପରେ ଉଭୟଙ୍କ ଭିତରେ ଆରମ୍ଭ ହୁଏ ଝଡ଼। ପ୍ରେମିକା କହିବ, ମୋତେ ସରଗରୁ ଚାନ୍ଦ ଆଣିଦେବାକୁ କହିଥିଲ, ହେଲେ ଗଣ୍ଡେ ଖାଇବାକୁ ଭଲରେ ଦେଇପାରୁନ। ପ୍ରେମିକ ଦିନସାରା ଖଟି ଖଟି ଆସି ଯେତେବେଳେ ଘରେ ପହଞ୍ଚେ ଆଉ ପ୍ରେମିକା ପାଠରୁ ଏମିତି କଥା ଶୁଣେ, ସେ ବି ରାଗିଯାଏ ଆଜ୍ଞା, ଆଉ ଆରମ୍ଭ ହୋଇଯାଏ ମହାଭାରତ। ଶେଷରେ ପ୍ରେମିକା ପ୍ରେମିକକୁ ଛାଡ଼ି ବାପ ଘରକୁ ପଳେଇ ଆସେ, ଆଉ ପ୍ରେମିକ ପାଗଳ ଭଳି ବୁଲିବାକୁ ଲାଗେ। ଭବିଷ୍ୟତ କଥା ନ ଭାବି ଶାରୀରିକ ଆକର୍ଷଣ ହିଁ ଦୁଇଟା ଜୀବନରେ ଅଶାନ୍ତି ଆଣିଦିଏ। ଏଇଭଳି ପ୍ରେମ କରି ପରିବାର ଲୋକଙ୍କ କଥା ନ ମାନି ଘରୁ ଫେରାର ହେଉଥିବା ପ୍ରେମୀ ଯୁଗଳଙ୍କୁ ଆପଣ କ'ଣ କହିବେ କମେଣ୍ଟ କରି ନିଶ୍ଚିତ ଜଣାଇବେ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।